ଆପଣଙ୍କ ଗୋଲାପ ଗଛରେ ବେବି ବ୍ରାଞ୍ଚର ରିଗ୍ରୋଥ ହେଉନି କିମ୍ବା ଆପଣଙ୍କ ଗୋଲାପ ଗଛରେ ଭଲ ଫୁଲ ଫୁଟୁନାହିଁ, ତାହେଲେ କ'ଣ କରିବେ ସେ ବିଷୟରେ ଆଜି ଗୋଟେ ବହୁତ ବଢ଼ିଆ ଭିଡ଼ିଓଟେ ଆଣୁଛି। ତ ଆପଣମାନେ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ବହୁତ ସୁନ୍ଦର ଟିପ୍ସଟେ ଆଜି ଆପଣମାନଙ୍କ ସହିତ ସେୟାର କରିବି। ତା ସହିତ ଗଛରେ ଅଧିକା ଯେମିତି ଫୁଲ ଫୁଟିବ ଆଉ ପତ୍ର ଏଇଭଳିଆ ଯେଉଁ ମୁଡ଼ି ମୁଡ଼ିଆ ହେଇଯାଉଛି, ତ ସେସବୁ ମୁଡ଼ିବା ବି ବନ୍ଦ ହେଇଯିବ। ଯେମିତି ଏଇଟା ଗୋଟେ ପ୍ରକାର ରୋଗ, ତ ଏସବୁ ରୋଗ ଦୂରେଇବା ପାଇଁ ବି ମୁଁ ଆଜି 7ରୁ 8 ପ୍ରକାର ପାଉଡ଼ର ନେଇଛି, ଗୋଲାପ ଗଛ ପାଇଁ ବ୍ୟବହାର କରିଛି। ଆଉ ତା ଭିତରେ ଏଇ ପାଉଡ଼ରଟା ଗୋଟେ ଫାଇନ୍ ପାଉଡ଼ର ବନେଇଛି ଘରେ। ତ এইটা ବହୁତ ହି ବଢ଼ିଆ, ଗଛର କ୍ୟାଲସିୟମ୍ ଦୂର କରିଥାଏ, ତା ସହିତ ଏଇ ଯେଉଁ ପତ୍ରମୁଡ଼ା ରୋଗ ବି ଦୂର କରିଥାଏ। ତ ଏଇ ପାଉଡ଼ର କ'ଣ ଜାଣିବା ପାଇଁ ହେଲେ ମୋର ବ୍ଲଗ୍କୁ ଅପେକ୍ଷା କରନ୍ତୁ। ବଢ଼ିଆ ଭାବରେ ଆପଣଙ୍କ ସହିତ ଟିପ୍ସ ସେୟାର କରିବି। 7ରୁ 8ଟା ପାଉଡ଼ର ବ୍ୟବହାର କରିବେ ଗୋଲାପ ଗଛରେ। ଆଉ ଗଛକୁ ଆପଣ ମାସକ ସାରା ଆପଣ କିଛି ନଦେଲେ ବି ଚଳିବ, ଗୋଟେ ମାସର କାମ ଗୋଟିଏ ଥର ହେଇଯିବ। ତ ସେଇ ପାଇଁ ଗୋଟେ ବହୁତ ବଢ଼ିଆ ଭିଡ଼ିଓଟେ ଆଣୁଛି। ତ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ଭଲ ଲାଗିଥିଲେ ନୂଆ ଭିଡ଼ିଓକୁ ଲାଇକ୍ କରିବେ ନିହାତି ଭାବରେ। ତ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ।